ମୁଁ କହୁଛି ତୁ କ'ଣ ସବୁ ଆଣିଛୁ? ହଁ ତୋତେ କ'ଣ ଦେବି? ଆର ଆଜି ଗାଡ଼ି ଟ୍ରେନିଂ ଥିଲା ଲାଇସେନ୍ସ ପାଇଁ ନା। ଗାଡ଼ି ହେଲାଣି ଭାଇ ଆସିନାହିଁ। ବାପୁ ଆସିନି ଏପର୍ଯ୍ୟନ୍ତ। ଫୋନ୍ କରିଥିଲି ଉଠେଇଲାନି। 11ଟା ବାଜିଲାନି। ସେ ତ 11ଟା ପୂର୍ବରୁ ଆସିବା କଥା ଘରକୁ, କାହିଁ ଏପର୍ଯ୍ୟନ୍ତ ଆସିନି। ଭାଇଲୋ, ମୁଁ ତତେ କେତେବେଳୁ ଅପେକ୍ଷା କରିଥିଲି, ଫୋନ୍ କରିଥିଲି। ମୁଁ କହିଲି ମୋ ଭାଇ କାହିଁ ଆସୁନି, ବର୍ଷା ଆସିଲାଣି। କୁଆଡ଼େ ଯିବା? ବର୍ଷା ଆସିଲାଣି ପୁରା। ମା ନ ଧୋଇକି ପୋଛି ଦଉଛ ଯେ କ'ଣ ପାଇଁ? ପୋଛି ଦେଲେ କୁକୁରା ଗୁରା ଜଣା ପଡ଼ିବ। ଆଉ ଧୋଇଲେ ତ ଜଣା ପଡ଼ିବ। ଧୋଇଲେ ବି କିଛି ନାହିଁ, ହାତରୁ କପଡ଼ାରେ ପୋଛି ଦଉଛି। ଆଉ କପଡ଼ାରେ ପୋଛିଲେ ଟିକେ ଅଧିକ ସଫା ହବ ନାଇଁ? ଧୋଇଦେଲେ ଟିକେ ଟିକେ ଲାଗିଯିବ ସେଇ ଯୋଉ ପୋକ ଗୁରା ନାଇଁ କି? ଭାଇ କୁଆଡ଼େ ଯାଉଛୁ? ବାଡ଼ିରେ ଗାଈ ପଶିଛି। ଓହୋ, ଗୋଟେ ପାଳେ ଖାଇକି ସରେଇ ଦେଲେ। ଗୋଟେ ଫାଳେ ମାନେ ଗୋଟେ କିଆରୀ, ଅଧ କିଆରୀ। ଅଧ କିଆରୀ ଖାଇକି ସରେଇ ଦେଲେ ଯେତିକ ବଳିଥିଲା ସେତିକ ଚରେଇବାକୁ ଆଣିବେ, ତାପରେ ଛାଡ଼ିଦେବେ। ଓହୋ, ଲୋକମାନେ ଛାଡ଼ି ଦେଉଛନ୍ତି। ଆଉ ଏଇ ଆଖପାଖର ଲୋକ ଯଦି ଆମ ଭିଡ଼ିଓଟାକୁ ଦେଖୁଥିବେ, ଆମ କିଆରୀକୁ ଆଣିବିନି ଚରେଇବା ପାଇଁ ଯାଇ, ଆମର ସବୁ ଖାଇ ଦେଉଛନ୍ତି। ତାପରେ ଆମ ମନ ଦୁଃଖ ହେଉଛି, ତାପରେ ରାଗ ରୁଷା ହେବ। ଦେଖନ୍ତୁ, ଆମେ ଖୁସିରେ ଥିଲୁ, ଆମର ଟିକେ ଅଧିକ ବେପାର ହେବ ବୋଲି ଆଶା, ଆଜି ଆମର କମିଗଲା। ଆଉ ଆପଣ ଗାଈ ଆମ ବାଡ଼ିକି ନେଇ ଆସୁଛନ୍ତି ଚରେଇବା ପାଇଁ, ଗୋଟେ ଅଲଗା ଆଡ଼େ ନେବେନି ନା? ନହେଲେ ଘାସ କୁଣ୍ଡା ଗୁଡ଼ା ଦେଇ ଦିଅନ୍ତୁ। ଆମ ବାଡ଼ିକି ଚରେଇବେ ନା? ଆମ ବାଡ଼ିରେ ଚରେଇବେ, ଆମର ସବୁ ଖାଇ ଦେଉଛନ୍ତି। ଆମର ବିଲାତି କିଛି ନାହିଁ, ସେଇ ବାଇଗଣ ଖାଇ ଦେଉଛି ନା। ହଁ, ବାଇଗଣ ଖାଇ ଦେଉଛନ୍ତି। ଚରେଇଲେ କିଛି ନାହିଁ, ଘାସ ଖାଆନ୍ତୁ ଆମ ବାଡ଼ିରୁ, କିନ୍ତୁ ବାଇଗଣ ଖାଇ ଦେଉଛନ୍ତି। ତ ସେ ଆମର ଯେଉଁ ଆମେ ନୂଆ ଆଣିଥିଲୁ ଆମର ବିଲାତି ଗଛ, ତାକୁ ବି ଦଳି ଚକଡ଼ି ଦେଇଛନ୍ତି। ଆରେ ଏମିତି ହେଲେ କେମିତି ହେବ? ମୁଁ ଆପଣମାନଙ୍କ ସୁବିଧା ପାଇଁ ଗଛ ଲଗାଉଛି, ଫେର ଆପଣ ମୋ ବାଡ଼ିକି ଆଣିକି ଗାଈ ଚରେଇ ଦେବେ? ଦେଖନ୍ତୁ, ଆମର ଯଦି ଆମର ବିଲାତି ବାହାରିଲା ଅଧିକ, ଆପଣଙ୍କୁ ଶସ୍ତାରେ ଦେବି ନା ନାହିଁ? ଆପଣ ଖାଇବେ ନା ନାହିଁ ଆମର ଯେଉଁ ମାଛ ସହିତ ବିଲାତି ଝୋଳ କରିକି? ଏଇଟା ବୁଝୁନାହାନ୍ତି କଥାଟା। ତ ଫାଇନାଲି ଆମେ ପହଞ୍ଚି ଯାଇଛୁ। ଏବେ ଆମର ଜିନିଷପତ୍ର ଅନଲୋଡ଼ କରାହେଉଛି। ଏଠି କ'ଣ ହେଉଛି? କ'ଣ ବଣ ଭିତରେ କ'ଣ ପଶିଛନ୍ତି? ଛତୁ? ହଁ, ମୁଁ କହୁଛି କ'ଣ ହେଇଛି ନା କ'ଣ? ଏଠି ଛତୁ ଖୋଜୁଛନ୍ତି ନାଇଁ? ମୁଁ କହୁଛି ଏତେ ଲୋକ ଗୁଡ଼ା କ'ଣ ଏମିତି ପଶି ଯାଉଛନ୍ତି, କ'ଣ ହେଇଛି କି? ଛତୁ ଆହୁରି ଅଛି ନା କ'ଣ? ଜଣେ ଘୁଟଉଥିଲା, ଜଣେ ଘୁଟଉଥିଲା, ସମସ୍ତେ ଦୌଡ଼ିଲେ। ତାପରେ ଥରକରେ ଏତେ ଧରିଲା ନା? ଓ, ଥରକରେ ଏତେ? ସତରେ ଛତୁ? ଛତୁ ପାଇଲା। ହଁ, ଯାହା ହଉ, ତରକାରୀ ହେଇଗଲା। ମୁଁ ଟିକେ ପାଖକୁ ଯାଏ, ଦେଖେ ସତରେ ଛତୁ ନା ନାହିଁ। ସତରେ ଛତୁ ନା ଖାଲି ସେମିତି ବୁଲୁଛନ୍ତି? ହଁ, ସତରେ ଘାଣ୍ଟି ଦେଲେ ପୁରା। କାହିଁ ମତେ ତ କିଛି ଦିଶୁନାହିଁ। ଅଳ୍ପ ଟିକେ ତୋଳିଛନ୍ତି। ହଁ, କାହିଁ ମତେ ତ କିଛି ଦିଶୁ ହିଁ ନାହିଁ। ଏଠି ଛତୁ ପାଉଛନ୍ତି। କି ଛତୁ ଗୁରା? ଆଜ୍ଞା, ଆଜ୍ଞା, ହଁ, ଏଇଟା କି ଛତୁ? କାଳି ମାଣ୍ଡି ଆମ ମୁଣ୍ଡରେ କହନ୍ତି ହେଲା। କାଳି ମାଣ୍ଡି। କାଳି ମାଣ୍ଡି। ଓହୋ, କେମିତି ଦେଖାଯାଏ? ଓହୋ, ଏଇଗୁଡ଼ା ନା? ଓଡ଼ିଆରେ କି ଛତୁ କହନ୍ତି କମେଣ୍ଟ କରିକି କହିବେ। ଓଡ଼ିଆରେ ତ ଆମେ ଜାଣିନୁ। ଓଡ଼ିଆରେ ଆମେ ଜାଣିନୁ। ବହୁତ ହିଁ ହେଇଥିଲା ନା? ହଁ, ବହୁତ ଲୋକ ଆସିଥିଲେ ପା। ସବୁଠାରୁ ବେଶୀ ଟେଷ୍ଟ ଆମର ଅଲଗା ଯେଉଁ ପାତଳା ଛତୁ ନା, ସେଇଗୁଡ଼ା ଠାରୁ ବି। ଓହୋ, ମତେ କାହିଁ ଦିଶୁ ହିଁ ନାହିଁ। କେମିତି ଜାଣିପାରୁଛନ୍ତି ଏଇଟା ଛତୁ ବୋଲି? ମୁଁ ଟିକେ ବଣରେ ପଶି
ଏ ଗାଇସ୍ ଦେଖନ୍ତୁ ପୁରା ଭଲ ଭାବରେ ଆହୁରି ଭଲ ହେଲା କୁଟା ଛତୁଟାରୁ ଆହୁରି ଭଲ ଲାଗିବ। ଏଇଟା ଆଳୁ ସହିତ ରାନ୍ଧି ପାରିବେ ନା? ବହୁତ ଟେଷ୍ଟ ଆଳୁ ସହିତ ବି ବହୁତ ଟେଷ୍ଟ। ମୁଁ ଟିକେ ଯଦି ଆଉ ଟିକେ ଆଗରୁ ଆସିଥାନ୍ତି ମୁଁ ବି 2-3ଟା ତୋଳିକି ଆପଣମାନଙ୍କୁ ଦେଖେଇଥାନ୍ତି। ଗୋଟେଇଥାନ୍ତି ଛତୁ ଆଉ ଛଡ଼ା ରମ୍ପା ହେଇଗଲା କିଏ ମାଡ଼ି ମୁଡ଼ି ଦେଲେ। ଯଦି ଜଣେ ଗୋଟେଇଥାନ୍ତେ ତ ଭଲସେ ଟିକେ ବେଶୀ ଗୋଟେଇଥାନ୍ତେ। 2-3 କିଲୋ ବାହାରିଥାନ୍ତା। ଆଉ ସମସ୍ତେ ଆସିକି ଗୋଟେଇଲେ ଏଇଟା ଦଳି ଚକଟିକି ନଷ୍ଟ କରିଦେଲେ ଅଧା 2-3ଟା ପାଇଲେ ଲୋକ। ଗୋଟେ ଦର୍ଶନ କରତେ କହୁନ ଭାଇ ଆସୁ ଆସୁ କ'ଣ ନେଇକି ଆସିଲା? କ'ଣ ନେଇକି ଆସିଛୁ? ଦର୍ପଣ ଏତେ ଗୁରା ଭାଇ ଆଜି କହିବ କୁଆଡ଼େ ଯାଇଥିଲା, କ'ଣ ପାଇଁ ଯାଇଥିଲା ନାଇଁ? ମୁଁ ବା କହୁଛି ତୁ କ'ଣ ସବୁ ଆଣିଛୁ? ହଁ ତୋତେ କ'ଣ ଦେବି? ଆର ଆଜି ଗାଡ଼ି ଟ୍ରେନିଂ ଥିଲା ଲାଇସେନ୍ସ ପାଇଁ ନା? ଗାଡ଼ି ପାଇଁ ଟ୍ରେନିଂ ଥିଲା ତ ଗାଡ଼ି ଚଲେଇବା ପାଇଁ ଯାଇଥିଲା। ହଁ ମିଠା ସବୁ ଆଣିଛି। ଆଉ ପାସ୍ କରିଛୁ ନା ନାଇଁ? ଖାଲି ମିଠା ଧରିକି ପଳେଇ ଆସିଲୁ। ଆଜି ତ ଜନ୍ମଦିନ ତ ମୁଁ ଜାଣିଛି। ହଁ ଆଉ କ'ଣ ତା ଜନ୍ମଦିନରେ ଦେଖନ୍ତୁ କ'ଣ କ'ଣ ବାଣ୍ଟୁଛି। ବାପା ଦେଇଛନ୍ତି ତତେ ପଇସା ଦବା ପାଇଁ ଏମିତି କହିବ। ଏତିକି ଆଣିଛ ଆଉ କିଛି ନାହିଁ? ହଁ ଗାଡ଼ି ଯୋଉ ଗାଡ଼ି ପାସ୍ କଲୁ ନା ଫେଲ୍ ହେଲୁ? ସେଇଟା ମୁଁ ଜାଣିନି। ମୁଁ ଚଲେଇବା ପାଇଁ କହିଲେ ଚଲେଇଲି ଭଲନି। ଆଉ କେମିତିକା ଗାଡ଼ି ଚଲେଇଲୁ? ଇଣ୍ଡିକା ନା କାର ଏତେ ଛୋଟଟା ଚଲେଇଲୁ ନା? ବଢିଆ ଲାଗିଲା ଚଲେଇଲା ବେଳେ। ପୁରା ଏସି ହଁ ପୁରା କେମିତି ଲାଗୁଛି କହିବି। କେମିତି ଲାଗୁଥିଲା? ଆମର ଏଇ ଗାଡ଼ି ଆମର ତ ଏଇଟା ଡାଲା ଅଟ ଇଆଡ଼େ ପୁରା ଧଡ଼ ଧଡ଼ ହବ ଯୋଉ ହମ୍ସ ପାଖରେ ଇଏ ପାଖରେ ନାଇଁ। ତାର ବି ଷ୍ଟେରିଂ ପୁରା ସ୍ମୁଥ। ଓହୋ ସେଇଟା କାଢ଼ିକି ନେଇ ଆସିଲୁନି? ଆମର ଲଗେଇଥାନ୍ତେ, ଆମର ସେଠି ଦେଇ ଦେଇଥାନ୍ତେ। 400 ଟଙ୍କା ନେଲି। କେତିକି ବାଟ ଚଲା କରେଇଲେ? ଅଳ୍ପନି ସେଇଠି ବୁଲେଇବୁ ଏପଟେ ଏସ୍ ଟାଇପର ଆଉ ମାନେ ବ୍ୟାକ୍ କରିବୁ, ବ୍ୟାକ୍ କରି ଆଗକୁ ନେବୁ। ବାଇକ୍ର ମାନେ 8 ରାଉଣ୍ଡ ଏମିତି 8 ହେଇଥିବ ସେଇଟା ଏମିତି ବୁଲେଇବୁ ଆହୁରି ବୁଲେଇକି ଏପଟକୁ ଆସିବୁ। ଏପଟେ ଯଦି ବୁଲିବୁ ଏପଟେ ରାଇଟ୍ ଇଣ୍ଡିକେଟର ଲେଫ୍ଟ ଇଣ୍ଡିକେଟର ସେଗୁଡ଼ା ଇଏ କରିବୁ ଆଉ ନା? ଗୋଟେ ଫଟୋ ଲାଇଟ୍ ଜଳୁଛି ଆଉ ଗୋଟେ ଲାଇଟ୍ ଜଳିକି ପୁରା ରହିଯାଉଛି। ହେଲେ ବି ଜଳେଇଥିଲି ଦେଖିଛୁ ଯଦି ଭଲ କଥା। ଖରାପ ଗାଡ଼ିଟା ଦେଇ ଦେଇଛନ୍ତି ନା? ଆମର ଗାଡ଼ିଟା ନି ଆଉ ତମର ଗାଡ଼ି ନି? ଆମର ଗାଡ଼ି ବାଇକ୍। ବାଇକ୍ ବାଇକ୍ରେ ଚଲେଇଲୁ? ଆଉ ଗୋଟେ ହଉଛି ତାଙ୍କର ଗାଡ଼ି ଗୋଟେ ଥିଲା। ତାଙ୍କର ଗୋଟେ ବାଇକ୍ ବି ଭଡ଼ାରେ ଗୋଟେ ଆଣିଥିଲ ନା? କାର୍ଟା ହଉଛି ତମେ ଭଡ଼ାରେ ଆଣିକି ଚଲେଇଲ ଆଉ ବାଇକ୍ଟା ହଉଛି ନିଜର ହିଁ ନା? ଆମର ଡାଲା ଗାଡ଼ି ବି ନେଇଥିଲେ ହେଇଥାନ୍ତା ଯେ ନେଲୁନି? 400 ଟଙ୍କାର ତେଲ ଢାଳିଥାନ୍ତେ ହେଇଯାଇଥାନ୍ତା। ଆମ ନିଜର ନା? ପୁଣି ହାଟକୁ ଯାଇଥାନ୍ତେ। ଦେବେ ନା ନାଇଁ ତତେ ମେସେଜ ଆସିବ, ତାପରେ ମେସେଜ ଆସିଲା ପରେ ପୋଷ୍ଟାକୁ ଯିବ ଲାଇସେନ୍ସ। ଏବେ ଭାଇର ପୁରା ଲିଗାଲ ଲାଇସେନ୍ସ ନା ଲେ ଭାଇ? ପୁରା ଭାଇର ଏବେ ଲାଇସେନ୍ସ ହେଇଗଲା। ଗାଡ଼ି ଉଡ଼େଇବ ପକେଇକି। ହଁ ଉଡ଼େଇବ, ତତେ ପୋଲିସ ରଖିବେ। ଉଡ଼େଇଥା ତ। ଦିଅ ବାପାଙ୍କୁ ଗୋଟେ ମିଠା ଦିଅ, ମୁହଁ ମିଠା କରନ୍ତୁ। ପୁଅର ଆଜି ଜନ୍ମଦିନ। ମୁହଁ ମିଠା କର। ଭାଇ ତୁ ବି ଆସିଯା। ସେଇ ଗଜାଟା ଦିଅ ଆଗେ। ଗଜାଟା ତ ହଁ ବାବୁକୁ ଆଗେ ଖୁଆଇ ଦିଅ କାହିଁକି ନା ହଁ ଭଲ ନିଜେ କିଣି ନିଜେ ଖା। ବାବୁର ଜନ୍ମଦିନ ପାଇଁ
ବାବୁର ଜନ୍ମଦିନ ପାଇଁ ଏଇଟା ଏଟା ରସଗୋଲାଟା। ଆଉ କାଁ